ସ୍କୁଲର ସବୁ ସେଇ ପୁରୁଣା ଦିନ, ଯାହାକୁ ବୋଧହୁଏ କେବେ ମୁଁ ଭୁଲି ପାରିବି ନାହିଁ। ସ୍ମୃତି ବୋଧହୁଏ ପୁରୁଣା ହୋଇଯାଇପାରେ, କିନ୍ତୁ ସ୍କୁଲ ପାଇଁ ଥିବା ଭଲ ପାଇବା କେବେ ବି ପୁରୁଣା ହେବ ନାହିଁ। ପିଲାମାନଙ୍କର ସବୁଦିନ ସ୍କୁଲ ଆସିବା ଆଉ ବିଦ୍ୟାଳୟରେ ଶୃଙ୍ଖଳିତ ରହିବା ମନରେ ହିଁ ମନରେ ମୋତେ ବହୁତ ଭଲ ଲାଗୁଥିଲା। ଆଜି ବି ମୋତେ କାନ୍ଦ ଲାଗୁଛି ସେ କୁନି କୁନି ପିଲାମାନଙ୍କ କଥା ଭାବି। ବିଦ୍ୟାଳୟର ସେ ପ୍ରାର୍ଥନା ସଭା, କୁନି କୁନି ପିଲାମାନଙ୍କର ସେ ମଧୁର ସ୍ୱର ସବୁବେଳେ ମୋ ମନରେ ରହିଥିବ। ଏସବୁ ମୁହୂର୍ତ୍ତ ବୋଧ ହୁଏ ମୁଁ କେବେ ଭୁଲି ପାରିବି। ବହୁତ କିଛି ସ୍ମୃତି ମୋର ଏହି ବିଦ୍ୟାଳୟରେ ରହିଯାଇଛି। ମୁଁ ବିଦ୍ୟାଳୟରେ ପଢ଼ିବାଠୁ ନେଇ ବିଦ୍ୟାଳୟରେ ପିଲାମାନଙ୍କୁ ପଢ଼ାଇବାର କାହାଣୀ ବହୁତ ନିଆରା ଥିଲା। ସ୍କୁଲକୁ ଆସିବାର ସେ ମୋର ପ୍ରଥମ ଦିନ ଓ ଆଜି ଏ ବିଦାୟର ଦିନ ଭିତରେ ଘଟି ଯାଇଥିବା ମୁହୂର୍ତ୍ତ ଗୁଡ଼ିକ ଆଜି ବି ମୋ ଆଖି ଆଗରେ ନାଚି ଉଠୁଛି। ବିଦ୍ୟାଳୟରେ ମୋର ସହକର୍ମୀମାନଙ୍କ ସହ ବିଦ୍ୟାଳୟର ଉନ୍ନତି ପାଇଁ ଆଲୋଚନା କରିବା ଓ ସବୁବେଳେ ବିଦ୍ୟାଳୟର ଉନ୍ନତି ଚାହିଁବା ମୁଁ ମୋ କର୍ତ୍ତବ୍ୟ ବୋଲି ମାନିଥିଲି। ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କ ସହ ମିଳିମିଶି ପାଠ ପଢ଼ିବା ଓ ତାଙ୍କୁ କିଛି ନୂଆ ନୂଆ ବୁଦ୍ଧି ଦେବା ମୁଁ କେବେ ବି ଭୁଲି ପାରିବି ନାହିଁ। ପିଲାମାନଙ୍କ ମେଳରେ ମୁଁ ମୋ ନିଜକୁ କେବେ ଶିକ୍ଷକ ବୋଲି ଭାବିନଥିଲି। ପିଲାମାନଙ୍କର ପଢ଼ିବାର ଆଗ୍ରହ ଓ ମୋ ପାଇଁ ତାଙ୍କ ମନରେ ଥିବା ସ୍ନେହକୁ ଦେଖିଲେ ସତେ ଯେମିତି ଇଚ୍ଛା ହୁଏ ଆଜୀବନ ପାଇଁ ମୁଁ ଏ ବିଦ୍ୟାଳୟରେ ରହିଯାଆନ୍ତି। ଖେଳ ଛୁଟିରେ ପିଲାମାନଙ୍କୁ ଖେଳେଇବା ଓ ତାଙ୍କ ସହ ମିଳିମିଶି ଖେଳିବା ମୋର ବହୁତ ମନେ ପଡ଼ିବ।